ନିଜେ ବାୟକ ଭଲ ବାଜା ବଜେଇ ଦେଲେ ମୁଁ ଖୁସି ହେଇଛି। ସବୁ ମାଲୁମ ମଉସା ସବୁ। ତୁ କି ଧାନ୍ଦ ବଜଉଛୁ? ଜଗତସିଂହପୁର ବାଜିବ ଧିନା ଧିନା ବଜିଦେବୁ। ବାଜିବ ଧିନ୍ଦା ତା 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 ଖିଣ୍ଡଳ ଖିଟ ଚାକିଟ ଖିଣ୍ଡଳ ଖିଟ ଦଧିନା ଖିଣ୍ଡଳ ଖିଟ ଧିନ୍ଦା ତାକ ଝାଞ୍ଜରେ ବାଜିବ। ବିଶ୍ୱନାଥ ଖୁଣ୍ଟିଆ ବହି ବିଚିତ୍ର ରାମାୟଣ। ଏତେ ପରିଶ୍ରମ କରି ହୋତା ପାଲା ଗାଇବନି। ଏତେ ପରିଶ୍ରମ କରି ହୋତା ପାଲା ଗାଇବନି। ଯେତେବେଳେ ରାମ ଗଲେ ପଣ୍ଡିତ ଜଙ୍ଗଲକୁ ମୃଗ ମାରିବାକୁ, ଲକ୍ଷ୍ମଣକୁ କହିଲେ ଭାଉଜ ତୋତେ ଲାଗେ। ଆଚ୍ଛା ଆଜ୍ଞା ବହ ଲକ୍ଷ୍ମଣ, ଭାଇ ସାଙ୍ଗରେ ଆସିଛନ୍ତି, ଭାଉଜ ଲାଗିଲା ବୋଲି କହିଲା ପରେ ଲକ୍ଷ୍ମଣ ଜଗିକି ବସିଲେ ସୀତା। ମଉସା ଟିକେ ଚିନ୍ତା କର, ଆଗେ ଆଗେ ଯାଉଛି କିଏ? ମୃଗ, ପଛେ ପଛେ ରାମ। ଗୋଟେ ପଦ ଗାଇବି? ଗୋଟେ ସମସ୍ୟା ଅଛି, ଉତ୍ତର ଦେବି। କହିଲା ଏ ହେମ ହରିଣୀ ବିଶ୍ୱନାଥ ଖୁଣ୍ଟିଆ ବହି ବିଚିତ୍ର ରାମାୟଣ। ଏତେ ପରିଶ୍ରମ କରି ହୋତା ପାଲା ଗାଇବନି। କହିଲା ଧୀରେ ଧାମନ୍ତେ ସୁନ୍ଦର ଧରଣୀ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ହେମରିଣୀ। ଆଏ ଧରୁ ଧରୁ କରୁ ମୃଗ ପରାବନ୍ତେ ଧର ଧର କର ମୃଗ ପରାବନ୍ତେ ଗୋଡାଇ ଛନ୍ତିର ଘୁମଣି ହେମରିଣୀ। ଆଏ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ହେମରିଣୀ। ଧୀରେ ଧାମନ୍ତେ ବିରି ମାଡ଼ ଶୁଣି କୋଳଥ ପଡିଆରେ। ଏଠି ଯେତିକି ଆପଣ ମାନେ ବସିଛନ୍ତି, ବାପା କଣ ପଇସା ଦବ ନା କଣ? ମୁଁ କହିଲି କଣ ପାଖରେ ଠିଆ ହେଇଗଲାଣି, ଦବ କାଳେ କଣ କରିବ? ର ମା ଝିଅ ପାଟି। ଆଚ୍ଛା ହେମ ହରିଣୀ ଧୀରେ ଧାମନ୍ତେ ସୁନ୍ଦର, ପୁଣି ଧରୁ ଧରୁ କଣ ମୃଗ ହେଇଗଲା? ଲିଙ୍ଗ ଜ୍ଞାନ କଣ ଅଭାବ ପଡିଲା ବିଶ୍ୱନାଥ ଖୁଣ୍ଟିଆକୁ? ନା ମୃଗ ଅର୍ଥ ହଉଛି ଏଠି ପଶୁ। ମୃଗ ଅର୍ଥ ପଶୁ, ମୃଗ ଅର୍ଥ ହଉଛି ହରିଣ। ଧରୁ ଧରୁ କରୁ ପଶୁ ପଳାବନ୍ତେ ଗୋଡାଇଛନ୍ତି। ଆଉ ମୃଗ କଣ ଖାଲି ହରିଣ ମାନଙ୍କର ରାଜା ସିଂହ ଆଉ ବାଘର ହାତୀର ନୁହଁ? ମୃଗରାଜ ବିନିନ୍ଦିତ ମଧ୍ୟ ଗତି, ଦ୍ୱିଜରାଜ ମୁଖୀ ଗଜରାଜ ଗତି। କଣ ପୁଅ ବୁଝୁଛୁ? ଗେଡୁଆ ମୁଁ ତ ଦେଖୁଛି ତୁ ଗାୟକ ହେଲେ ଚଳନ୍ତା। ଆଗେ ଆଗେ ମୃଗ, ପଛେ ପଛେ ରାମ। ସେତିକି ବେଳେ ସେ ମୃଗ ଡାକିଲା ତ୍ରାହି। ସେ କାନରେ ପଡିଲା ମାଙ୍କର, ମାଙ୍କଠି ସେତିକି ବେଳେ ଚେତା ପଶିଲା। କହିଲା ବେଗେ ଗଛ ତିଲକ୍ଷ୍ମଣ ରାମାୟଣ ଭ୍ରାତା ତେ ସୁର ପୀଡ଼ିତ ଭ୍ରାତା ତ୍ରୈଲୋକ୍ୟ ପତିତ ନାଶୟତି କ୍ଷଣାତ୍। ଚମତ୍କାର ବାହକ ପାଟି କରନା, କାରଣ ମୁଁ ନିଜେ ବାୟକ ଭଲ ବାଜା ବଜେଇ ଦେଲେ ମୁଁ ଖୁସି ହେଇଛି। ସବୁ ମାଲୁମ ମଉସା ସବୁ। ତୁ କି ଧାନ୍ଦ ବଜଉଛୁ? ଜଗତସିଂହପୁର ବାଜିବ ଧିନା ଧିନା ବଜିଦେବୁ। ବାଜିବ ଧିନ୍ଦା ତା 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 ଖିଣ୍ଡଳ ଖିଟ ଚାକିଟ ଖିଣ୍ଡଳ ଖିଟ ଦଧିନା ଖିଣ୍ଡଳ ଖିଟ ଧିନ୍ଦା ତାକ ଝାଞ୍ଜରେ ବାଜିବ। ଶୁଣ, ସେଇଠି ପଣ୍ଡିତ ମଣ୍ଡଳୀ ବିଚାର କରନ୍ତୁ। ସୀତାଙ୍କ କାନରେ ପଶିଲା, ସୀତା ଡାକିଲେ ଲକ୍ଷ୍ମଣ ତୁମ ବେଗେନ ଗଛ ଭ୍ରାତା ତେ ସୁର ପୀଡ଼ିତ, ତୁମ ଭାଇ ଅସୁର ଦ୍ୱାରା ପୀଡ଼ିତ ହୋଇଛନ୍ତି, ତୁମେ ଶୀଘ୍ର ଯାଅ।
ମଉସା ଲକ୍ଷ୍ମଣ କାହିଁ ଯାଉନାହାନ୍ତି? ଲକ୍ଷ୍ମଣ ଜାଣିଛନ୍ତି, ହାତ ଯୋଡି ଦେଲେ, କହିଲେ ମା ମୋ ଭାଇ ରାମ ତ୍ରୈଲୋକ୍ୟପତି, ମୁହୂର୍ତ୍ତକରେ ସେ ରାକ୍ଷସକୁ ମାରି ଫେରିବେ, ଆପଣ ଚିନ୍ତା କରନ୍ତୁ ନା। ଦେଖନ୍ତୁ ପଣ୍ଡିତ, ରାମଙ୍କର ଉପରେ ଏତେ ଗୁରୁତ୍ୱ ଦେଇ ଲକ୍ଷ୍ମଣ ସୀତା ମାଙ୍କୁ କହୁଛନ୍ତି ତୁମେ ଚିନ୍ତା କର ନା, ମୋ ଭାଇ ସାଧାରଣ ନୁହଁ, ସେ ଅଳ୍ପ ସମୟ ଭିତରେ ରାକ୍ଷସକୁ ମାରି ଫେରିବେ। ସୀତା କଣ ଲକ୍ଷ୍ମଣଙ୍କୁ କହିଲେ ଜାଣନ୍ତି? ରାମ କହୁଛନ୍ତି, କହିଲେ ସୀତେ, ସେଦିନ ମୋ ଭାଇ ରାମ ମୋ ଉପରେ ଦୃଢ଼ୋକ୍ତି ଦେଲା ବେଳେ ତୁମେ କଣ କଲ? ଯୋଉ ଭାଇ ଲକ୍ଷ୍ମଣ, ରାମ କହୁଛନ୍ତି ମୋ ଭାଇ ଲକ୍ଷ୍ମଣ ତୁମ ପାଦ ବ୍ୟତିରେକ ଆଉ କୌଣସି ଅବୟବ ଦେଖିନି। ଗୋଟେ ସ୍ତ୍ରୀ କି ଗୋଟେ ପୁରୁଷ କୋଉ ଦୃଷ୍ଟିରେ ଚାହୁଁଛି ସେ ସ୍ତ୍ରୀ ଜାଣିପାରିବନି? ଜାଣିପାରିବନି? ମୋ ଭାଇ ଲକ୍ଷ୍ମଣ ତୁମ ପାଦ ବ୍ୟତିରେକ ଆଉ କୌଣସି ଅବୟବ ଦେଖି ନାହିଁ। ତୁମକୁ ହୃଦୟରେ ଦେବୀ ରୂପରେ ସ୍ଥାନ ଦେଇଛି। ସେ ନିଜର ପରିବାରକୁ ଛାଡି ଆସିଥିଲା ସେବା କରିବାକୁ। ତୁମେ ଭଲ ପୁରସ୍କାର ମୋ ଭାଇ କି ଦେଲ। ସେଦିନ ସୀତା ଲକ୍ଷ୍ମଣଙ୍କୁ ଯାହା କହିଲେ, ଆଜିର ସମାଜରେ କୌଣସି ଭାଉଜ ତା ଦିଅରକୁ ଏକଥା କହିବ। ଉର୍ମିଳା କାବ୍ୟ, ଜଗନ୍ନାଥ ସାହୁ। ରାମ କହିଲେ ମନେ ପକାଅ ସୀତା, ମୋ ଭାଇ ଲକ୍ଷ୍ମଣ କହୁଛି ତୁମେ ମା ଚିନ୍ତା କର ନା, ମୋ ଭାଇ ରାମ ମୁହୂର୍ତ୍ତକରେ ସେ ମୃଗକୁ ମାରି ଫେରିବେ। କାରଣ ମୋ ନିର୍ଦ୍ଦେଶକୁ ସେ ପାଳନ କରି ତୁମକୁ ଜଗିଛି। ତୁମେ କଣ କହିବ? କହିଲା ଏ ସୌମିତ୍ରୀ ସମ୍ବୋଧନ ବାଣୀ জানকী আহিত চিত্তমণি আরে জানকী আহিত চিত্তমণি জানকী আহিত চিত্তমণি ভাজা করি বাকু মনে গুণী আরে লই আরে লই কারা ভাতু খেত কারে আজি ଆପଣ ସେଦିନ କଣ କହିଥିଲ ତୁମେ ମୋ ଭାଇ କି? ତୁମେ କହିଥିଲ ମୋ ଭାଇ କି ତୁମେ ଚକ୍ରାନ୍ତ କରି ଆସିଛ, କେବଳ ତୁମ ଭାଇ ରାମ ମରିଗଲେ ତୁମେ ମତେ ସ୍ତ୍ରୀ ରୂପରେ ପାଇବ କିମ୍ବା ତୁମ ଭାଇ ଭରତକୁ ଦବ। ମୋ ଭାଇ ଛାତି ଫାଟି, ଯୋଉ ଦିଅର ଭାଉଜକୁ ମା ପରି ଦେଖୁଥିବ, ଏ ବାପା ସେ ଦିଅରକୁ ଯଦି ସେ ଭାଉଜ କହିବ ତୁମର ମୋ ଉପରେ ଲକ୍ଷ୍ୟ, ସେ ଛାତି ଫାଟିଯିବନି? ମୋ ଭାଇ ଲକ୍ଷ୍ମଣ ତୁମ ପାଦ ବ୍ୟତିରେକ କୌଣସି ଅବୟବ ଦେଖିନି। ମୋ ଭାଇ କି ତୁମେ ଏମିତି ନିନ୍ଦା କଲ। ମୋ ଭାଇ ଆଖିରୁ ଲୁହ ଝରିଗଲା। ଭାଇ ମୋର କହିଲା ମା, ଭାଉଜ ବୋଲି କୋଉ ଦିନ ଡାକନ୍ତିନି ସେ। କହିଲେ ମା ଲୋ, ମୁଁ ତତେ ହୃଦୟରେ ସ୍ଥାନ ଦେଇଥିଲି ଦେବୀ ପରି, ଭଲ ପୁରସ୍କାର ଦେଲ ମତେ ମା। ଖାଇବା ନାହିଁ, ପିଇବା ନାହିଁ, ମୁଁ ତୁମକୁ ଜଗିଥିଲି ଅନିଦ୍ରା ହେଇ, ଭଲ ପୁରସ୍କାର ମତେ ଦେଲ ମା। ବଳୟ ରେଖା ଟାଣିଦେଲା ଚାରିପଟେ, କେବଳ ଦୁଆର ମୁହଁରେ 3 ଜାଗା ଟାଣିଛି ତା ନୁହେଁ, ସେଟା ଭୁଲ। ଅଗ୍ନି ବଳୟ, ବରୁଣ ବଳୟ, ବାୟୁ ମରୁତ ବଳୟ, 3ଟି ରେଖା ଟାଣିଦେଲା ଚାରିପଟ ଯାକ। ଯିଏ ଦୁର୍ବୃତ୍ତ ଏଠି ପ୍ରବେଶ କରିବ
ଅଗ୍ନି ଗାରରେ ପାଦ ଦେଲେ ଜଳିଯିବ, ପବନ ଗାରରେ ଉଡିଯିବ, ବରୁଣ ଗାଳରେ ପାତାଳଗାମୀ ହବ। କହିଲା ମା ମୁଁ ଯାଉଛି। ପଣ୍ଡିତେ ଆଗେ ଆଗେ କିଏ? ମୃଗ, ପଛେ ପଛେ ରାମ, ତାପରେ ଲକ୍ଷ୍ମଣ। ଏଇଠି ରାମ କହିଲେ ମୋ ଦୋଷହୀନ ଲକ୍ଷ୍ମଣକୁ ତିରସ୍କାର କଲି। ଠିକ କଲ କି ଭୁଲ କଲ ଆପଣ ମାନେ ବିଚାର କରିବେ।